ଜୟ ଶ୍ରୀ ଜଗନ୍ନାଥ ଭାଇ। ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନକୁ ଆଗକୁ ବଢିବା। ଆଷ୍ଟ୍ରୋ ସେସନ କ୍ରମରେ ଆମେ ଆଜି 12 6 ଆକ୍ସିସ କୁ ପଢିବା। 12 6 ର ଆକ୍ସିସ ରେ ଗୋଟେ ସବୁଠୁ ଡେଞ୍ଜରସ୍ ଏବଂ ଚ୍ୟାଲେଞ୍ଜିଂ ଆକ୍ସିସ। ଏକ୍ସ ରେ 6 8 12 କୁ ତ୍ରିକ ହାଉସେସ କୁହାଯାଏ। 6 ହଉଛି ତ୍ରିକ ହାଉସେସ ର ଷ୍ଟାର୍ଟିଂ, 12 ହଉଛି ତ୍ରିକ ହାଉସ ର ଏଣ୍ଡିଂ। ଯଦିଓ ଏର ସ୍ପେଶାଲ ମାନ୍ୟତା ରହିଛି ଆଷ୍ଟ୍ରୋଲୋଜିରେ କି ୟାକୁ ନେଇକି ଆମେ କିଛି ଗୋଟେ ନୂଆ କରିପାରିବା। ଠିକ ଅଛି, କଣ ନୂଆ କରିପାରିବା ନା ପଜିଟିଭ ଜିନିଷ କିଛି କରିପାରିବା। ଯଦିଓ ପଜିଟିଭ ଜିନିଷ କରିବା ଅ, ସମ୍ଭବ, କିନ୍ତୁ ଏଟା ବହୁତ ହି ଚ୍ୟାଲେଞ୍ଜିଂ। ଯେମିତି କି ସମୁଦ୍ରରେ ଲହରୀ ଉଠିଲେ ଯୋଉ ଯୋଉମାନେ ସମୁଦ୍ର ଲହରୀ ସହିତ ଖେଳି ଜାଣିଛନ୍ତି ସେମାନଙ୍କ ପାଇଁ ମଜା। 6 12 ଯେତେବେଳେ କାମ କରେ, ଯେତେବେଳେ 12 ଆଉ 6 ଆକ୍ସିସ କାମ କରେ, ସେତେବେଳେ ସେ ଆକ୍ସିସ ରେ ମଜା ନାହିଁ, ପୀଡା 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 ପୀଡା। ଏଟା କେତେବେଳେ ବି ଆକ୍ଟିଭେଟ ହେଇଯାଇପାରେ। କେତେବେଳେ ଆକ୍ଟିଭେଟ ହୁଏ? ମଣିଷ ଯେତେବେଳେ ନିଜତ୍ୱ ହରାଇଯାଏ ସେତେବେଳେ 12 ଆକ୍ସିସ ଆକ୍ଟିଭେଟ ହେଇଯାଏ। ମଣିଷ ଯାହା ନୁହଁ ସେତେବେଳେ ଯେତେବେଳେ ତା ବନିଯାଏ ସେତେବେଳେ 12 ଆକ୍ସିସ ଆକ୍ଟିଭେଟ ହେଇଯାଏ। କେମିତି? ଧର ମଣିଷ ଛଳନା କରିବା ଷ୍ଟାର୍ଟ କଲା, ତାହେଲେ ତାର 12 ଆକ୍ସିସ ଆକ୍ଟିଭେଟ ହେଇଯିବ। ମଣିଷ ରାଗିକି ନିଜର ସ୍ୱରୂପକୁ ଭୁଲିଗଲା, ତାହେଲେ 12 ଆକ୍ସିସ ଆକ୍ଟିଭେଟ ହେଇଯିବ। ମଣିଷ ଯଦି ଇମ୍ପୋଷ୍ଟର କଲା, ନିଜର ଆଇଡେଣ୍ଟିଟିକୁ ଛୁପେଇବାକୁ ଚେଷ୍ଟା କଲା, ତାହେଲେ ହିଁ ତାର 12 6 ଆକ୍ସିସ ଆକ୍ଟିଭେଟ ହେଇଯିବ। କଣ କରାଯାଇ ପାରିବ? ଏ ଜୀବନରେ ଯେତିକ ପୀଡା ନା 6 8 12 ରୁ ମିଳିବା କଥା ମିଳିବ। 12 କୁ କୁହାଯାଏ ତୁମର ଏଣ୍ଡ ବା ବ୍ୟୟର ଅଧିପତି। ଯିଏ ସେ ଯୋଉଠି ବସିବ ତାକୁ ବ୍ୟୟ କରିଦବ। 6 କୁହାଯାଏ ତମର ଲୋନ କଲେକ୍ଟର। ତୁମେ ପୂର୍ବ ଲାଇଫରେ ଯୋଉ ସବୁ ଲୋନ ଗୁଡା ନେଇଛ, ସେ ଲୋନ ଗୁଡାକୁ ତମକୁ ସୁଝିବାର ଅଛି। ତମେ ଯଦି ନ ସୁଝୁଛ ତାହେଲେ 6 ଆକ୍ସିସ ତମକୁ ଯେମିତି ହେଲେ ସୁଝେଇ ଦବ। କିଛି ନଥିବ, କୋଉଠୁ ନା କୋଉଠୁ ଗୋଟେ ପ୍ରୋବ୍ଲେମ ଖଡା କରିଦବ ଏବଂ ତମକୁ ଏମିତି ମାତ୍ରାରେ ହଇରାଣ କରିବ ଯେ କହିବା ବାହାରେ। ଏମିତିଆ ହଇରାଣ କରିବ ଯେ ଜୀବନରେ ତୁମର ପ୍ରତ୍ୟେକ କ୍ଷଣକୁ ଇଚ୍ଛା ହବ କି ମୁଁ ଆଜି ବଞ୍ଚୁଥିଲି ତ କଣ ପାଇଁ ବଞ୍ଚିଛି, କଣ ମୋର ଅଛି। ସେ ପୀଡା, ସେଟା ପୀଡା ହବ ଅସହ୍ୟ। ମଣିଷ ଝିଞ୍ଜଳି ଯିବ। ଯେତେ ବି ସେ ପଜିଟିଭଲି ଆକ୍ସେସରେ ରହୁ, ପଜିଟିଭଲି ରହୁ, ଯେତେ ପାୱାରଫୁଲ ରହୁ, ଯାହା ବି ରହୁ, ସେ ମଣିଷ, ତାର ବି ଗୋଟେ ହୃଦୟ ଅଛି, ତାର ଗୋଟେ ମନ ଅଛି, ସେ ହଲିଯିବ ଅନ୍ତରୁ। ଯଦି ତମର ବଜୁଦ କିଏ କୋଉ ଆକ୍ସିସ ହଲେଇ ଦେଇପାରେ, ସେ ହଉଛି 12 6 ର ଆକ୍ସିସ। ତମେ ଯେତେ ଷ୍ଟ୍ରଙ୍ଗ ହେଇଥାଅ, ତମ ବଜୁଦ କି ଯଦି କିଏ ହଲେଇ ଦେଇପାରିବ, ସେଟା ହେଲା 12 6 ର ଆକ୍ସିସ। ଏଇଟା ମନେ ରଖିଥାଅ। କେତେବେଳେ ଆକ୍ଟିଭିଟି ହୁଏ? 12 6 ଆକ୍ଟିଭେଟର କହିଦେଲି। ତ 12 ହାଉସ ର କ୍ୟାରେକ୍ଟରିଷ୍ଟିକ ବି ଶୁଣିଦିଅ। ସେଟା ହଉଛି ବ୍ୟୟ, ମୃତ୍ୟୁ, ସବକନସିୟସ ମାଇଣ୍ଡ, ଗୁରୁର ଘର, ସେବା। ସବକନସିୟସ ମାଇଣ୍ଡ ପରେ ତମର ଯାବତୀୟ ଖର୍ଚ୍ଚ, ତୁମ ଜୀବନର ସବୁ କିଛି ପ୍ରୋବ୍ଲେମ, ଆଉ କଣ ତୁମର ପର୍ସନାଲିଟି ଚେଞ୍ଜ, ଟ୍ରେଡ୍ସ, ଏତେ ସବୁ ଜିନିଷ 12th ହାଉସ ରେ ଅଛି, ଯୋଉଗୁଡା କି ଜେନେରାଲି ନର୍ମାଲ ଲୋକ ଶୁଣିବାକୁ ତା କାନରେ ପସନ୍ଦ କରେନି। ସେଇ ଜିନିଷ ଗୁଡାକ ସବୁ 12th ହାଉସ ର। 6th ହାଉସ କୁ ସମସ୍ତେ ଜାଣିଛନ୍ତି, ରୋଗ ଋଣ ଶତ୍ରୁ। ତାକୁ କିଏ ନ ଜାଣିଛି? ତାକୁ ସେବା ବି କୁହାଯାଏ, ତାକୁ ସମର୍ପଣ ବି କୁହାଯାଏ। ଏତେ ସବୁ ଜିନିଷ ଜାଣି ସାରିଲା ପରେ ମଧ୍ୟ ଲୋକମାନେ କଣ କରନ୍ତି ନା ଏ ଜନ୍ମରେ ବି ଖେଳ କରନ୍ତି। କଣ ଖେଳ କରନ୍ତି ମୁଁ ଆପଣଙ୍କୁ ବୁଝେଇ ଦଉଛି। କିଛି ଦିନ ତଳେ ମୁଁ ଗୋଟେ ଲୋକକୁ ଘରକୁ ବାସ୍ତୁ କରିବାକୁ ଯାଇଥିଲି। ଏମିତି ବାସ୍ତୁ କରିବାକୁ ମାନେ ଏମିତି ଅ, ଦେଖିବା ପାଇଁ ଯାଇଥିଲୁ। ଦେଖିବା ପାଇଁ, ଆଉ ତାଙ୍କ ଚାର୍ଟ ତାଙ୍କ ସ୍ତ୍ରୀ ଦେଖେଇଲେ। ତାଙ୍କ ଚାର୍ଟ ଦେଖୁ ଦେଖୁ ମୁଁ କହିଲି ଏଟା ଲୋକଟା ତ ଦେହ ଖରାପ ର ଯୋଗ ଚାଲିଛି, ଦେହ ଖରାପ ହେଇଥିବ ନା କିଛି ହେଇନି। ଇନ ଦ ମିନ ଟାଇମ ସେ ଲୋକଟା ଆସିକି ଘରେ ପହଞ୍ଚିଛି। ଘରେ ପହଞ୍ଚିକି ସିଏ ଯେତେବେଳେ ଜାଣିଲେ ଯେ ମୁଁ ଆସିଛି ବୋଲି, ସେତେବେଳେ ସିଏ ଯୋଉ ଭଳି ଭାବରେ ହମ୍ବଲନେସ ନେଇକି ପ୍ରଣାମ କଲା, ସେଇଟା କେବଳ ଗୋଟେ ସ୍ପିରିଚୁଆଲ ଲୋକ ହିଁ କରିପାରିବ, ଆଉ ଅନ୍ୟମାନେ କେହି କରିପାରିବେ। କାମ କଣ ସେ ଲୋକର? ନା ସକାଳୁ ଉଠିଲେ ମହାଦେବଙ୍କ ମନ୍ଦିର ଯାଏ, ମହାଦେବଙ୍କ ମନ୍ଦିର ଝାଡୁ କରେ, ମହାଦେବଙ୍କ ପାଇଁ ଫୁଲ ତୋଳିକି ନିଏ, ପୂଜା କଣ ହେଲା ସେଟା ଦେଖେ, ମହାଦେବ ମନ୍ଦିରର କୌଣସି ଯଦି କାମ ଥାଏ ସେଗୁଡାକ ଦେଖେ, ସନ୍ଧ୍ୟାବେଳେ ଆସି ଘରେ ଶୋଇପଡେ। ତାର ଛୁଆ ମାନେ କାମ କରନ୍ତି, ରାତି ହେଲେ ଏ ଲୋକ ମଦ ପିଇ ଶୋଇପଡେ।
କିନ୍ତୁ ଏପର୍ଯ୍ୟନ୍ତ ତାର ଦେହ ଖରାପ ହଉନି। ସବକନସିୟସ ମାଇଣ୍ଡରେ କଣ ଚାଲିଲା? ସବକନସିୟସ ମାଇଣ୍ଡରେ ଯଦି ସେବା ଚାଲିଲା ତାହେଲେ 12/6 ର ଆକ୍ସିସ ତମକୁ ପୀଡା ଦେଲେ ମଧ୍ୟ ପ୍ରୋବ୍ଲେମ ଦବନି। ସବକନସିୟସ ମାଇଣ୍ଡରେ ଯଦି ସ୍ପିରିଚୁଆଲିଟି ରହିଲା ତାହେଲେ ତମକୁ ପୀଡା ଦେଲେ ମଧ୍ୟ ସେ ପୀଡାକୁ ତୁମେ ଯାଇକି ମହାଦେବଙ୍କୁ, ନାରାୟଣଙ୍କୁ, ଜଗଦମ୍ବାକୁ ସେୟାର କରିପାରିବ ଯେ ପ୍ରଭୁ ମତେ ବହୁତ ହି ପୀଡା ହଉଛି ଆଉ ମତେ ଟିକେ ରକ୍ଷା କରେ ପୀଡାରୁ। ତୁମର ସେ ପୀଡାଟା ସେଠି ଭେଣ୍ଟା ଉଠେଇ ଯାଇପାରିବ। ବା ଗୁରୁ ଯଦି 9th ହାଉସ ହେଲେ ଗୁରୁର ଘର ହଉଛି ଧର୍ମ, ଯଦି 9th ହାଉସ ହେଲେ ଧର୍ମର ଘର ହଉଛି, ଧର୍ମ ବାସ କରେ 12th ହାଉସରେ। ତେଣୁ ସିଏ ଧର୍ମର କାମ କରୁଛି, ତେଣୁ ତାର 6th ହାଉସ ମେଣ୍ଟେନ ହେଇକି ଚାଲିଛି। ମନେ ରଖ, କୌଣସି ହାଉସ ର ପ୍ରୋବ୍ଲେମ ଯୋଉ ହାଉସ ର ଆସିଛି ତାର ଠିକ ଅପୋଜିଟ ହାଉସ ତମକୁ ତାର ସଲ୍ୟୁସନ ଦବ। କୌଣସି ହାଉସ ରେ ଯଦି କୌଣସି ପ୍ଲାନେଟ ବସିଛି, ଯୋଉ ପ୍ଲାନେଟ ଦ୍ଵାରା ତମେ ଫସୁଛ, ସେଇ ପ୍ଲାନେଟ ହିଁ ତୁମକୁ ଉଦ୍ଧାର କରିବ। କୌଣସି ଲୋକ ଯଦି କହିଦେଲା ମୁଁ ଗ୍ରହକୁ ନିୟନ୍ତ୍ରଣ କରିଦେଲି ଆଉ ଗ୍ରହକୁ ନିୟନ୍ତ୍ରଣ କରିକି ମୁଁ ନିୟନ୍ତ୍ରିତ ହେଇଗଲି, ତାହେଲେ ମୁଁ ସେମିତି ଆଷ୍ଟ୍ରୋଲୋଜି ପଢିନି, ମତେ ଜଣା ନାହିଁ। ଯଦି କିଏ କରିପାରୁଥିବ ସେତିକି ଯଦି ମହାନ ହେଇଥିବ, କିନ୍ତୁ ମୋ ଜାଣିବାରେ ଏମିତି ହୁଏନି। କାରଣ ଗ୍ରହଙ୍କର ପ୍ରଭାବ ଯେ କେବଳ ଆମ ଦେହ ଉପରେ ଅଛି, ଆମରି ମଣିଷ ମାନଙ୍କ ଉପରେ ଅଛି ତା ନୁହେଁ। ସଂସାର ପ୍ରତ୍ୟେକ ଜିନିଷ ଉପରେ ନବଗ୍ରହଙ୍କର ପ୍ରଭାବ ରହିଛି। ନବଗ୍ରହଙ୍କ ପ୍ରଭାବ କାହିଁ କହିଛି, ଆମେ ଏଟା କସ୍ମିକ ଏନର୍ଜି ହିସାବରେ କାଲକୁଲେଟ କରୁଛୁ ଭାଇ। ଠିକ ଅଛି। ବିଦେଶ ଯାତ୍ରା, ଫରେନ ଟ୍ରାଭେଲ, ଏଗୁଡା ବି ସବୁ 12th ହାଉସ ରୁ ଦେଖାଯାଏ। ଯେତେବେଳେ 6th ଆଉ 12th ଅପରେଟ କରନ୍ତି, ଅସୁବିଧା ଗୁଡାକ ସାମ୍ନାରୁ ଆସି ବାଡେଇ ହୁଏ। ଅସୁବିଧା ଗୁଡାକ ସାମ୍ନାରୁ ଆସି ବାଡେଇ ହୁଏ, କିଛି ନଥିବ, ଆଉଟ ଅଫ ନଥିଙ୍ଗ ପପ ଆଉଟ ହେଇଯିବ ପ୍ରୋବ୍ଲେମ, ଚ୍ୟାଲେଞ୍ଜିଂ ସିଚୁଏସନ। ମଣିଷର ମନ ଯଦି ସେ ଟାଇମରେ ଇନଆକ୍ଟିଭେଟ ରହିବ, ସ୍ପିରିଚୁଆଲିଟିରେ ନ ରହିବ, ତାହେଲେ ଅସୁବିଧା ହବ। ଧର ମୁଁ ଆପଣଙ୍କୁ ଗୋଟେ ଛୋଟ ଏକ୍ଜାମ୍ପଲ ଦଉଛି। ଗୋଟେ ଲିଫ୍ଟ ଥିଲା, ମୁଁ ମୋ ସହିତ ବାସ୍ତବରେ ଘଟିଥିବା ଘଟଣାଟା ଆପଣଙ୍କୁ ବତଉଛି। 12/6 ଆକ୍ଟିଭେଟ ଅଛି ମୋର ବି ଏବେ, ଆଉ ମୁଁ ଦେଖୁଛି ମୋ ସହିତ କଣ ହଉଛି। ଆଉ ଲିଫ୍ଟରେ ଧର ମୁଁ ପଶିଛି, ଗୋଟେ ବହୁତ ନାମଜାନିଆ ଲୋକ, ବ୍ୟାଗ ବୁଲୁ ବୁଲୁ ବ୍ୟାଗ ବାଜିଗଲା ତା ଦେହରେ, ପେଟରେ ବାଜିଗଲା। ତ ବ୍ୟାଗଟା ଯେତେବେଳେ ପେଟରେ ବାଜିଗଲା, ସେ ଗଲା, ସେ ତାର ଯେମିତି ତେଢି କହିବା କଥା କହିଲା। ଯଦି ସେଇ ପୋଜିସନ ମୁଁ ତେଢି ଦେଇଥାନ୍ତି ତାହେଲେ କଣ ହେଇଥାନ୍ତା? ଝଗଡା ହେଇଥାନ୍ତା, ହଁ କି ନାଇଁ? ହୁଁ ତ ସେ ପୋଜିସନ ମୁଁ ତ କହିଲି ସରି ଆଜ୍ଞା ମୋର ଭୁଲ ହେଇଯାଇଛି। କିନ୍ତୁ ସେ ଟାଇମରେ ଯଦି ମୋ ମନସ୍ଥିତି ସ୍ପିରିଚୁଆଲିଟିରେ ନ ରହିକି ଅନ୍ୟ କୌଣସି କାମ ଟେନସନ ଯୋଗୁ ଥାନ୍ତା, ମୁଁ ତା ସହିତ ଯୁକ୍ତି କରିଥାନ୍ତି କି ଭାଇ ଲିଫ୍ଟରେ ଯାଉଛ, ଏଟା କମନ ଲିଫ୍ଟ, ତମ ସହିତ କଣ ତମେ କଣ ଏକା ଯାଉଛ, ଲିଫ୍ଟ କଣ ଜାଗା ନାହିଁ, ବାଜିଗଲା ବାଜିଗଲା, କଣ ବାଜିଗଲା ସେଠୁ, ତାହେଲେ ଯୋଉ ଝଗଡା ବଢିଥାନ୍ତା। ହୁଁ ତେଣୁ ଏମିତି 12th ହାଉସ ପ୍ରୋବ୍ଲେମ ଦିଏ। 12th ହାଉସ ତୁମର ଟେଷ୍ଟ ନିଏ, ତୁମେ କେତେ ହମ୍ବଲ ହେଇକି ରହୁଛ, କେତେ ଗ୍ରାଉଣ୍ଡେଡ ହେଇକି ରହୁଛ, ହୁଁ ଲୋକମାନଙ୍କ ପାଇଁ କି ବାସ୍ତବ ଭାବରେ ତମେ ସତରେ କରୁଛ ବା ଛଳନା କରୁଛ। ଯଦି ଏତିକି ତମ ଭିତରେ ଭାବନା ନାହିଁ, ତାହେଲେ ସେଟା 12th ହାଉସ ମେଣ୍ଟେନ ହବନି। 12th ହାଉସ ମେଣ୍ଟେନ କରିବାର କ୍ୟାପାବିଲିଟି କେବଳ ଗୁରୁ ଗ୍ରହଣ କରିଥିବା ଲୋକମାନଙ୍କ ଭିତରେ ଥାଏ, ବା ଯୋଉମାନେ ନାମ ଜପ କରିଥାନ୍ତି ତାଙ୍କ ଭିତରେ ଥାଏ। କାରଣ ସବକନସିୟସ ମାଇଣ୍ଡରେ ଯେତେବେଳେ ନାମ ଚାଲୁଥାଏ, ସେତେବେଳେ ସେ ଭାବଟା ତୁମ ଭିତରେ ସେବା ଭାବର ଜାଗ୍ରତତା ରଖିଥାଏ। ଏଇ ପରିପ୍ରେକ୍ଷୀରେ ମୁଁ ଗୋଟିଏ ଛୋଟ କଥା କହିକି ମୋର ଏଇ ସେସନ ଟାକୁ ଏଣ୍ଡ କରିବି। ଯଦି ତୁମେ କୌଣସି ବି କାମ କରୁଛ, ଯୋଉ କାମଟା ଆଟ ପାର ୱିଥ ଗ୍ରହଙ୍କର ଏନର୍ଜି ବା ହାଉସେସର ଏନର୍ଜି, ନିଶ୍ଚିତ ଭାବରେ ସେମାନେ ତମ ପୀଡାରେ କିଛି ନା କିଛି ମାତ୍ରାରେ କମି କରିବେ। କିନ୍ତୁ ସମ୍ପୂର୍ଣ୍ଣ ମାତ୍ରାରେ ତମ ପୀଡାଟାକୁ କମି ଦେଇଦେବେ, ସେମିତି ହେଇପାରିବ। ଆଷ୍ଟ୍ରୋଲୋଜର ଭଗବାନ ଥୋଡି ନା, ଯିଏ ସଂସାରର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରିତ କରୁଛନ୍ତି, ଯିଏ ସଂସାରର ସମସ୍ତ କାର୍ଯ୍ୟକୁ ଇଏ କରୁଛନ୍ତି, ଚଲଉଛନ୍ତି, ତୁମେ ଯୋଉ କର୍ମଫଳ କରିଛ ସେଟାକୁ ତମେ ଭୋଗିବାକୁ ପଡିବ। ଆଉ 12 ଯେତେବେଳେ ଆକ୍ଟିଭେଟ ହୁଏ, ସେ ସେତେବେଳେ ଭୋଗେଇ ଦିଏ। ଚାहे ତମ ହିସାବରେ ଭୋଗୁ, ମଣିଷକୁ ମ୍ୟାକ୍ସିମମ୍ ମାଡ ପଡେ 6th ହାଉସର 6th ଲର୍ଡର ଦଶାରେ, ଅନ୍ତର ଦଶାରେ। ଯେବେ ଯେବେ 6th ହାଉସ ଆଉ 6th ଲର୍ଡର ଦଶାରେ, ଅନ୍ତର୍ଦଶାରେ ମାଡଟା ପଡିବ ନା, ସେତେବେଳେ ସେତେବେଳେ ପୁରା ମଣିଷର ପ୍ରାଣ ଆଉ ଅ ହଲିଯିବ। ଆଉ ଯେତେବେଳେ 12th ହାଉସର ଦଶାରେ ମାଡଟା ପଡିବ, ସେତେବେଳେ ମଣିଷ କହିବ କି ମତେ ସଂସାରରେ କିଛି ଦରକାର ନାହିଁ, ମତେ ହିମାଳୟ ଦରକାର, ଏକାନ୍ତ ଦରକାର, ମୁଁ ପଳେଇବି କୁଆଡେ, ମତେ ଛାଡିଦିଅ, ମତେ ଏକା ହିଁ ଛାଡ, ଏକା ହିଁ ଛାଡ, ଏକା ହିଁ ଛାଡ। ଆଉ ସେଇ ଟାଇପ ରେ କେତୁ ହିଁ ଅପରେଟ କଲେ ଯାହା ହବା କଥା ହୁଏ।
ହୁଁ। ତେବେ ଆଜିର ସେସନ ପାଇଁ ଏତିକି। ଆମେ ଗୋଟେ ଇନସାଇଟ୍ ନେଲେ 12 6 ଆକ୍ସିସ୍ ବିଷୟରେ।